अन्नपूर्णा योजना आज नवम पाଳି पड़ी नवम पाଳି पड़ी ଆପଣ ତ ବିଗତ 2 ଦିନ ଦେଖିଲେ ଗରମ ଦିନ ପାଇଁ ଆମର ଟିକେ ଦହି ପଖାଳ କରାଯାଇଛି କିନ୍ତୁ ଗରମ ଦିନ ଭାତ ଖାଇବା ପାଇଁ ଲୋକ ଟିକେ କୁଣ୍ଠାବୋଧ ହୁଅନ୍ତି ସେଥିପାଇଁ ଦହି ପଖାଳ ଆয়োଜନ ହେଇଛି। ଦହି ପଖାଳ ସହିତ ଯାହା ନାନାଦି ତାର ବ୍ୟଞ୍ଜନ ହେଇଛି ଶାଗ ଆଳୁ ଚଟଣି ହେଇଛି ଆଳୁ ଭର୍ତ୍ତା ହେଇଛି ଘାଣ୍ଟ ଦେଇଛି ଆଉ ନାଡ଼ି ଆଳୁ ଟୁଷ୍ଟ ଗୋଟେ ହେଇଛି ଆଉ ଏସବୁ ଜିନିଷ ହେଇଛି ଦହି ପଖାଳ ହେଇଛି। ଗୋଟେ କେତେ ଆନନ୍ଦିତ ଅଛି କେତେ ଲୋକଙ୍କର ଆୟୋଜନ ହେଇଛି। ମୁଁ ତ କହିବି ଲୋକ ତ ଆରାମସେ ଖାଉଛନ୍ତି ସେଇଟା ତ ଲୋକ କହିପାରିବେ ଆମର ବେଶୀ ଲୋକ କହିପାରିବେ ଭଲସେ କିନ୍ତୁ ମୋତେ ଲାଗୁଛି ଦହି ପଖାଳ ଖାଇକି ଗରମ ଦିନ ଟିକେ ବେଶୀ ଆନନ୍ଦିତ ହେଉଛନ୍ତି ମୋତେ ଅନୁଭବ ଯାହା ଲାଗୁଛି। ଆଇଟମ୍ ତ ଆମର ପ୍ରତ୍ୟେକ ମାସ 1000-2000 ଲୋକଙ୍କର ସମାଗମ ବଢ଼ି ବଢ଼ି ଚାଲିଛି ଏଥର ବି 12,000-15,000 ଲୋକଙ୍କ ପାଇଁ ହେଇଛି ଆଉ ତାଙ୍କ ପାଇଁ କୁଲର ବି ବ୍ୟବସ୍ଥା କରାଯାଇଛି ଗରମରେ ଯେମିତି ସେମାନେ ଅସୁବିଧାର ସମ୍ମୁଖୀନ ନ ହେବେ ତା ପାଇଁ କୁଲର ବ୍ୟବସ୍ଥା କରାଯାଇଛି। ଦେଖନ୍ତୁ ଆମେ ଆମେ ତ ଆମ ମନ ହେଉଛି ସବୁଦିନ କରିବା ପାଇଁ କିନ୍ତୁ ବିକଜ ଆମର ଯେଉଁ ଫଣ୍ଡିଙ୍ଗଟା ବହୁତ ବଡ଼ ଜିନିଷଟା ଆଉ ଫାଇନାନ୍ସିଆଲି ଟିକେ ଯଦି ଆମ ଆଗାମୀ ଦିନ ଇଚ୍ଛା ଅଛି 2 ରୁ 3 ଦିନ ହେବ 3 ରୁ 4 ଦିନ କରିବେ 4 ଦିନ ଆମର ଇଚ୍ଛା ଅଛି ଯେ ପ୍ରତ୍ୟେକ ଦିନ ଏଇଟା ଚାଲୁ ଯାହାକି ଆମକୁ ଯଦି ସୁବିଧା ମିଳିଲେ ଚେଷ୍ଟା ଅଛି କରିବୁ ଆଗକୁ। ମାନେ ସବୁଠୁ ବଡ଼ କଥା ହେଉଛି ଯେ ଟଙ୍କେ ଲେଖାର ଖାଇତ ଦେଉଛନ୍ତି କାହିଁକିନା ଗଭର୍ଣ୍ଣମେଣ୍ଟ ପାଖରେ କୋଟି କୋଟି ଟଙ୍କା ରହିକି ବି ସେମାନେ 5 ଟଙ୍କା ଲେଖା ନେଉଛନ୍ତି ମିଲ୍ ବାବଦକୁ କିନ୍ତୁ ଏଇଟା ଗୋଟେ ଏମିତି ସଂସ୍ଥା ଅନ୍ନପୂର୍ଣ୍ଣା ଯୋଜନା ମୁଁ ତ ଜାଣିନଥିଲି ବହୁତ ସୋସିଆଲ ମିଡ଼ିଆରେ ଦେଖିକି ଆସିଲି ଟଙ୍କେ ଲେଖାରେ ଯେତିକି ଆଇଟମ୍ ଦେଇଛନ୍ତି ମାନେ ମୋତେ ଲାଗୁଛି 60 ଟଙ୍କା ମିଲ୍ ଗୋଟେ ଖାଉଛି ସାଧା ମିଲ୍ ସେଇଭଳିଆ ଲାଗୁଛି ମୋତେ ଭଲ ଲାଗୁଛି। ଆଇଟମ୍ ଦେଖନ୍ତୁ ଆପଣ ତ ଦେଖୁଥିବେ ଏଇଠି ଘାଣ୍ଟ ରହିଲା ଏଇଟା ଗୋଟେ ମିକ୍ସ ଅଛି ଗରମ ବହୁଜୁର ପଡ଼ିଛି ବୋଲି ଦହି ପଖାଳ କରିଛନ୍ତି ଆଳୁ ଚଟଣି ଶାଗ ମୁଁ ଖାଇସାରିଲିଣି ନାହିଁ ତ 5ଟା ଆଇଟମ୍ ଅଛି 5ଟା ଆଇଟମ୍ ଟଙ୍କେ ମାନେ ବହୁତ ଆଉ ଗୋଟେ ହଜାର ହଜାର ଲୋକ ବି ଖାଉଛନ୍ତି ଡେଲିକା ମୁଁ ଦେଖୁଛି ତ ଯେଉଁମାନେ ବି ଜାଣିନାହାନ୍ତି ଯେ ଟଙ୍କେ ଲେଖାର ମିଶନ ଫିଲ୍ଡରେ ଖାଇତେ ମିଳୁଛି ସେମାନେ ଭିଡ଼ିଓ ମାଧ୍ୟମରେ ଜାଣନ୍ତୁ ଆଉ ଟଙ୍କେ ଲେଖାରେ ଖାଇତେ ଆସନ୍ତୁ ଭାଇ ଟଙ୍କେ ଲେଖାରେ ନୁହଁ 60 ଟଙ୍କା ମିଲ୍ଟା ତମେ ଟଙ୍କେରେ ଖାଇବ ପ୍ଲସ୍ ପାଣି ବି ଏଠି ଫ୍ରି ଅଛି ପାଣି ବି ପିଇବ ଆରାମସେ ଯିବ ଘରକୁ ଆଉ କ'ଣ ଦରକାର କୁହ। ବାଲେଶ୍ୱରରେ ଏଇ ଯୋଉ ପ୍ରୟାସଟା ମାନେ ଏଇଟା ବହୁତ ବଡ଼ କଥା ଗୋଟେ କାହିଁକି ନା ଅଲଗା ଜିଲ୍ଲାରେ ବୋଧେ ଏମିତି ସଂସ୍ଥା ନାହିଁ ବାଲେଶ୍ୱରରେ ପ୍ରଥମ ଥର ପାଇଁ ମୁଁ ଦେଖୁଛୁ ଏଇଟା ତ ମାନେ ଆମେ ଏଠୁ ମୋଟିଭେସନ ହବା କଥା ଯେ ଯାହା ପାଖରେ ଟଙ୍କା ଅଛି କୋଟି କୋଟି ଟଙ୍କା ଅଛି ସେମାନେ ଗରିବ ଲୋକଙ୍କୁ କିଛି ସାହାଯ୍ୟ କରୁନାହାନ୍ତି କିନ୍ତୁ ଏଇ ଯୋଉ ଗରିବ ଲୋକଙ୍କର ଯୋଉ ପେଟଟା ପୁରେଇ ଦଉଛନ୍ତି ମାନେ ମାତ୍ର ଟଙ୍କାରେ ସେଇଟା ବହୁତ ବଡ଼ କଥା। ଭଲ ପ୍ରସ୍ତୁତି ହେଇଛି ଗରିବ ଧନୀ ସମସ୍ତେ ଖୁସିରେ ଖାଉଛନ୍ତି ଭଲ ଲାଗୁଛି ରୋଷେଇ ବି ଭଲ ହେଇଛି ଗୋଟେ ଗଣି ହବନି ଯିଏ ଯେତେ ଆସୁଛନ୍ତି ଖାଉଛନ୍ତି ଯାଉଛନ୍ତି କହି ହବନି ଆଇଟମ୍ 4-5 ପ୍ରକାର ହେଇଛି ଦହି ପଖାଳ ହେଇଛି ଭଲ ଲାଗୁଛି ଖରାର ଲୋକ ଖାଉଛନ୍ତି ଭଲ ଲାଗୁଛି।